ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ। ଶୋକାକୁଳ ପରିବେଶ ମଧ୍ୟରେ ବିଦାୟ ନେଲେ ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ସେଠୀ। ବାହାନଗା ବ୍ଲକ ସାଉଳ ପଞ୍ଚାୟତ ବେଣାପଦା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ସମାରୋହରେ ବିଦାୟକାଳୀନ ଶିକ୍ଷକ ଅଜୟ କୁମାର ସେଠୀଙ୍କୁ ଏକ ସୁସଜ୍ଜିତ ଗାଡ଼ିରେ ପ୍ରସେସନ କରି ବିଦ୍ୟାଳୟକୁ ପାଛୋଟି ଆଣିଥିଲେ ଗ୍ରାମବାସୀ ଏବଂ ପୁରାତନ ଛାତ୍ର ସଂସଦର ସଦସ୍ୟଗଣ। ପରେ ଏଥିରେ କାଞ୍ଚନବାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯତୀନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାର ମୁଖ୍ୟ ଅତିଥି ଭାବେ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ରୋହିଆ ଟୁଡୁ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଶିକ୍ଷକ କୃପାସିନ୍ଧୁ ଜେନା, ସମ୍ମାନିତ ଅତିଥି ଭାବରେ ସମନ୍ୱୟ ସମିତିର ସମ୍ପାଦକ ପ୍ରଦୀପ କୁମାର ବିଶ୍ୱାଳ, ସିଆରସିସି ସୁଦର୍ଶନ ପାଣିଗ୍ରାହୀ, ଏନପିଏସ୍ ସଂଘର ସଭାପତି ବିବେକାନନ୍ଦ ସାହୁ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା, ଏନପିଏସ୍ ସଂଘର ସମ୍ପାଦକ ଶଶିକାନ୍ତ ମହାଳିକ, ଅବସର ନେଉଥିବା ଶିକ୍ଷକ ଅଜୟ କୁମାର ସେଠୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ମଞ୍ଚ ସଂଯୋଜନା କରିଥିଲେ ଶିକ୍ଷକ ଲକ୍ଷ୍ମୀକାନ୍ତ ଜେନା। ବିଦାୟ ଶିକ୍ଷକ ଅଜୟ କୁମାର ସେଠୀଙ୍କୁ ଗ୍ରାମବାସୀ ଓ ଆଲୁମିନି କମିଟି ସଦସ୍ୟମାନେ ଫୁଲତୋଡ଼ା, ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ବିଦାୟ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦାୟକାଳୀନ ଶିକ୍ଷକ ଶ୍ରୀଯୁକ୍ତ ସେଠୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାହାନଗାରୁ ଶିଶିର କୁମାର ରୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।